ଏଠି ଦେଖ, ଏଠି ଆମେ କଣ କଲେ ନା, ଉଁ, ଏଠି ଡିଫାଇନ୍ ଫିଜିକାଲ ଇୟର ଭ୍ୟାରିଏଣ୍ଟରେ ଆମେ କଣ କଲେ ନା, ଆମେ ପିରିୟଡ଼ ଡିଫାଇନ୍ କଲେ ଯେ ଭାଇ ମୁଁ 1 to 12 ପିରିୟଡ଼, ଏଇ ପିରିୟଡ଼ ଭିତରେ ମୁଁ ଟ୍ରାଞ୍ଜାକ୍ସନ୍ କରିବି। ବଟ୍ ଏସସିପି ଜାଣିନି ଯେ ସେ ପିରିୟଡ଼ଟା ତମର 24-25 ହେଇପାରେ, 23-24 ହେଇପାରେ, ଅଦରୱାଇଜ୍ 2025-2026 ବି ହେଇପାରେ। ଏସସିପି ଡୋଣ୍ଟ ନୋ। ତମେ ଖାଲି 1 to 12 ତମେ ଖାଲି କହିଦବ ଯେ 1 ଏପ୍ରିଲରୁ 31 ମାର୍ଚ୍ଚ, ତ ଏସସିପି ତ ଜାଣିପାରିବନି ନା, ତାକୁ ଇୟର ବି କହିବାକୁ ପଡିବ। ତ ଇୟର ଓପନ ହବ କୋଉଠୁ ନା 2025 ରୁ କ୍ଲୋଜ ହବ କୋଉଠି 2026 ରେ। 1 ଏପ୍ରିଲ ରୁ 31 ମାର୍ଚ୍ଚ ଅଲରେଡି ଜାଣି ଯାଇଛି କୋଉଠି ନା ଫିସ୍କାଲ ଇୟର ଭ୍ୟାରିଏଣ୍ଟ ରେ। ତାକୁ ଯେତେବେଳେ ତମେ 2025-26 କହିଦବ, ସେ ସେଠି ଧରି ପକେଇବ ଯେ 1 ଏପ୍ରିଲ 2025 ରୁ 31 ମାର୍ଚ୍ଚ 2026, ନା ନାଇଁ। ତ ଫିସ୍କାଲ ଇୟର ଭାରିଏଣ୍ଟ ଏଇଠି ତମେ ଜାଣିଲ, ଆସାଇନ କେମିତି ହବ ଜାଣିଲ। ନେକ୍ସଟ ଆମେ ଦେଖିବା କୋଉଠି ନା ଡିଫାଇନ୍ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡସ୍। ଏଇଠି ଆମେ କଣ କରିବା ନା ଇୟର ଡିଫାଇନ୍ କରିବା। ଇୟର ଡିଫାଇନ୍ କରିବା ଆମେ କଣ ନା ଇୟର ଡିଫାଇନ୍ କରିବା 2023-ରୁ 24 କି 24-ରୁ 25 କି 25-ରୁ 26, ତାକୁ ଆମେ ଡିଫାଇନ୍ କରିବା କୋଉଠି ନା 11th କନଫିଗରେସନ, that is open and close posting period ରେ। But open and close posting period ଡିଫାଇନ୍ କରିବାକୁ ହେଲେ ଆମକୁ ହେଲ୍ପ ନବାକୁ ପଡିବ କାହାର ନା ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭ୍ୟାରିଏଣ୍ଟର, ରାଇଟ୍। ଆମକୁ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଅଲ୍ଟିମେଟ ଆମକୁ କଣ ଦରକାର ନା ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼, ଯୋଉଥିରେ କି ଆମେ ଇୟର ଡିଫାଇନ୍ କରିବା। କିପ୍ ଇନ୍ ମାଇଣ୍ଡ ଦ୍ୟାଟ୍ in open and close posting period we define the year, and that's we need, that is our basic need to define the year in open and close posting period 11th configuration. But before that we need to define open and close posting period variant. Why? Because the open and close posting periods cannot assign directly to the company code. That's why we need to define the open and close posting period variant. After defining open and close posting period variant, we will assign that open and close posting period variant to our company code. Then in the 11th configuration, we will ଆମେ କଣ କରିବା ନା ଆମେ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ବନେଇବା ପାଇଁ ଆମେ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭ୍ୟାରିଏଣ୍ଟର ହେଲ୍ପ ନବା। ବୁଝିପାରିଲ? ତ ତ ଏଠି ଆମେ ଜାଣିଲେ କଣ ନା ଆମର ବେସିକ ନିଡ୍ ହଉଛି ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼, ଯୋଉଥିରେ କି ଆମେ ଇୟର ଡିଫାଇନ୍ କରିବା। ତ ଯେହେତୁ ଆମର ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ କଣ ହଉଛି ନା ଡାଇରେକ୍ଟଲି କମ୍ପାନୀ କୋଡ ସହିତ ଆସାଇନ୍ ହେଇପାରୁନି, ତ ଆମେ ଭାୟା ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭ୍ୟାରିଏଣ୍ଟ ଆମେ ତାକୁ ୟୁଜ କରିବା। ତ ଏମିତି କାହିଁକି ବେସିକାଲି ହୁଏ ନା, ତମକୁ ଗୋଟେ ଏକ୍ସାମ୍ପଲ ବାପା ବୋଉ ପିଲା ଛୁଆ ଗୋଟେ ଏକ୍ସାମ୍ପଲ ଦେଇକି ଲାଷ୍ଟ କ୍ଲାସରେ ବି ବୁଝେଇଥିଲି, ଆଇ ଥିଙ୍କ ତମେ ବୁଝି ଯାଇଥିବ। ଆଦେରେ ଇଜାଜ ବୁଝି ହଉଛି? ଇଜାଜ ବୁଝି ହଉଛି? ଯୋଉଠି ନ ବୁଝିପାରିବ ପଚାରିବ, ଭାଇ ତମେ ଛୋଟ ଛୁଆ ନୁହ, ହେଲା। ମୁଁ କିଛି କରିପାରିବିନି ତମେ ଯଦି ନ ପଚାରିବ। ତ ଫାର୍ଷ୍ଟ ଅଫ ଅଲ୍ ୟୁ ୱିଲ୍ ଡିଫାଇନ୍ ଦ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭ୍ୟାରିଏଣ୍ଟ। Then we will assign the open and close posting period variant with the company code. Then we will sorry, then we will use that open and close posting period variant to define the open and close posting period, right?
So let's start. First, we will define the open and close posting period variant. Hmm. ଏଠି ଦେଖ ପିଲେ ଏଠି ଦେଖ ପିଲେ ଏଠି ଆମର ଡିଫାଇନ୍ କରିବାକୁ ହେଲେ ଓପନ୍ ଆଣ୍ଡ କ୍ଲୋଜ୍ ପୋଷ୍ଟିଂ ପିରିୟଡ଼ ଭ୍ୟାରିଏଣ୍ଟ ଏହାର ଟ୍ରାଞ୍ଜାକ୍ସନ୍ କୋଡ୍ ବି ଅଛି ଆଉ ଆମ ପାଖରେ ପାଥ୍ ବି ଅଛି। ଆମ ପାଖରେ କଣ ଅଛି ରେ ପାଥ୍ ବି ଅଛି। ପାଥ୍ ହଉଛି କଣ ନା SPR SAP ରେଫରେନ୍ସ IMG ଫିନାନ୍ସିଆଲ ଆକାଉଣ୍ଟିଂ ଗ୍ଲୋବାଲ ସେଟିଂ document posting period then define open and close posting period variant or define variant for open and close posting ହେଲା ତାକୁ ଯିବାକୁ ଦେଖ ଏଠି ପିଲେ ଏଠି କଣ କରିବା SPRO SAP reference IMG financial accounting global setting भलसे ଦେଖ डॉक्यूमेंट रे ଅଛି posting period ଭିତରେ ଅଛି define variant for open and close open posting period ତ ଏଠି ଆମେ ଗୋଟେ variant define କରିବା variant define କରିବା କଣ ଏଠି execute କରିବ execute କଲା ପରେ new entry କୁ ଯିବ କୋଉଠିକି ଯିବ ରେ new entry ଉପରେ କ୍ଲିକ୍ କରିବ ତମ କମ୍ପାନୀ କୋଡ୍ କଣ ଥିଲା କମ୍ପାନୀ କମ୍ପାନୀ କୋଡ୍ କଣ ଥିଲା ଇଜାଜ ରାଇଟିଂ କରିକି ରଖିଥିଲ ନା ରଫ୍ ନୋଟ୍ କରୁଛ ଲେଖିଥିବ ଦେଖ ତା ଦେହରେ ମୁଁ ଜମା ବି କହିବିନି କମ୍ପାନୀ ନେମ୍ କମ୍ପାନୀ କୋଡ୍ ମତେ କୁହ ହ୍ୟାଲୋ କମ୍ପାନୀ କୋଡ୍ କଣ ଥିଲା ସେଟା ତ କମ୍ପାନୀ ଥିଲା 6 ଡିଜିଟ୍ କମ୍ପାନୀ କୋଡ୍ କଣ ଥିଲା ଇଜାଜ କୋକା ଆରେ ସେଇଟା ସେତେବେଳୁ କହୁନ କୋକା ଠିକ ଅଛି ତ ଭ୍ୟାରିଏଣ୍ଟ ବି ମୁଁ ସେଇ କୋକା ଦେଇଥିଲି ଏଠି ତମେ ଅଲଗା ନ୍ୟୁମରିକ ଆଲଫା ନ୍ୟୁମରିକ ୟୁଜ କରିପାରିବ କୋକା 1 2 ବି ୟୁଜ କରିପାରିବ 1 2 3 4 ବି ୟୁଜ କରିପାରିବ ତମେ ମୁଁ ମନେ ରଖିବା ପାଇଁ ଏଠି କୋକା ଦେଇଦେଲି ହେଲା ଏଠି କଣ କରିବି ନା ଲେଖିବି ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ ଭ୍ୟାରିଏଣ୍ଟ କୋକା କଣ କୋକା ଠିକ ଅଛି ତାପରେ ଏଣ୍ଟର କରିବି ଏଣ୍ଟର କରି ସାରିଲା ପରେ ଏଠି ସେଭ୍ କରିବି ହେଲା ଏଠି କଣ କରିବି କୋକା ଲିମିଟେଡ ରେ ସେଭ୍ କରିବି ଏଠି ଓନ୍ ରିକ୍ୱେଷ୍ଟ ରେ ଯିବ ଓନ୍ ରିକ୍ୱେଷ୍ଟ ରେ ଗଲେ ଏଠି କଣ ହବ ବହୁତ ସାରା ଟ୍ରାନ୍ସଫର ରିକ୍ୱେଷ୍ଟ ଦେଖିବ ତମର ଯୋଉ ଟ୍ରାନ୍ସଫର ରିକ୍ୱେଷ୍ଟ ତା ଦେହରେ ତମେ ସେଭ୍ କରିବ ଷ୍ଟକ୍ ହେଇଗଲା କିରେ ସର୍ଭର ଇସ୍ୟୁ ହେଲେ ପଢିବାକୁ ମତେ ଜମା ବି ଭଲ ଲାଗେନି ଏଠି ଦେଖ ଆଉଥରେ ମୁଁ ଏଠି କରିଦଉଛି କିଏ ଗୋଟେ ଅନ୍ କଲାଣି
ଏଇଟା ଦେଖ SPRO, SC preference IMG, financial accounting global setting, ହେଲା, then fiscal document, posting period, define variant for open posting period, then ଏଠି କରିଦେଇଥିଲେ ଆଇ ଥିଙ୍କ ଥିବ, ନାଇଁ ହେଇନି, ଏଠି ନ୍ୟୁ ଏଣ୍ଟ୍ରି କୁ ଯିବ, ନ୍ୟୁ ଏଣ୍ଟ୍ରି ଯାଇକି କୋକା ଟାଇପ କରିବ, ଏଠି କୋକା ତାକୁ ସେଭ୍ କରିବ, ସେଭ୍ କଲେ ଏଠି ଦେଖ ନନ୍ଦ ଗ୍ରୁପ ଅଫ କମ୍ପାନୀ ଆସୁଛି, ତମ ଟ୍ରାନ୍ସଫର ରିକ୍ୱେଷ୍ଟ ଆସୁଛି କିରେ, ଆସୁନି, ତ ଏଠି କଣ କରିବ ନା ଓନ୍ ରିକ୍ୱେଷ୍ଟ ରେ ଯିବ, କୋକା ଲିମିଟେଡ ଉପରେ ଡବଲ କ୍ଲିକ୍ କରିବ, ତାପରେ ଏଠି କଣ୍ଟିନ୍ୟୁ ଏଣ୍ଟର କରିବ, କଣ୍ଟିନ୍ୟୁ ଏଣ୍ଟର କଲେ ତମର ଡାଟା ସେଭ୍ ହେଇଯିବ। ପୁଣି ୱାନ୍ ସେକେଣ୍ଡ ଦେଖିବାକୁ ଚାହୁଁଛ, ଏଠି ପୋଜିସନ କୁ ଯିବ, ପୋଷ୍ଟିଂ ପିରିୟଡ଼ ଭାରିଆଣ୍ଟ ଏଠି କୋକା ଟାଇପ କରିବ, ଆକୁ ଲେଖିକି ରଖ ସାଙ୍ଗେ ସାଙ୍ଗେ ହେଲା, ଡବଲ କଲେ ଏଠି ଦେଖେଇଦବ ହେଲା। ୟାକୁ ତାପରେ କଣ କରିବା, ସରି ଆକୁ ଆସାଇନ୍ କରିବା କମ୍ପାନୀ କୋଡ ସହିତ, ଆସାଇନ୍ କରିବା ଏଠି ଡକୁମେଣ୍ଟ ପୋଷ୍ଟିଂ ପିରିୟଡସ୍, ଏଠି ଦେଖ ଆସାଇନ୍ ଅଛି, ଆସାଇନ୍ ଭ୍ୟାରିଏଣ୍ଟ ଟୁ କମ୍ପାନୀ କୋଡ, ଏଇଟା ଏକ୍ଜିକ୍ୟୁଟ କରିବ, ଏଇଟା ଦେଖ ଡିଫାଇନ୍ କଲେ ତାପରେ ଆସାଇନ୍ କଲେ ହେଲା, ଏଇଟା ଦେଖ ଫାର୍ଷ୍ଟ ଡିଫାଇନ୍ ତାପରେ ଆସାଇନ୍, ଏଇ ଦିଟା କରିସାରିଲା ପରେ ତାପରେ ଆମେ ଲାଷ୍ଟରେ କଣ କରିବା ନା ଓପନ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଡିଫାଇନ୍ କରିବା, ନା ନାଇଁ ରେ? ତ ଏଠି ଆସାଇନ୍ କର, ଏକ୍ଜିକ୍ୟୁଟ କଲ, ପୋଜିସନ କୁ ଗଲ, କମ୍ପାନୀ କୋଡ ଆମର କଣ କୋକା, କମ୍ପାନୀ କୋଡ କୋକା ନେଇକି ଆସିଲେ, ପୋଜିସନ କୁ ଗଲେ ସର୍ଚ୍ଚ କଲେ ସେ ପଳେଇ ଆସିବ ହେଲା। ଭ୍ୟାରିଏଣ୍ଟ ବି ସେମ୍ ଅଛି କୋକା, ଭ୍ୟାରିଏଣ୍ଟ ବି ମୁଁ ଦେଇଦେଲି କୋକା, ସେଭ୍ କରିବେ ଏଠି କଣ୍ଟ୍ରୋଲ ଏସ୍ କର, ନାଇଁ ତ ଏଇ ଆ ଉପରେ କ୍ଲିକ୍ କର, ସେଭ୍ ହବ ହେଲା, ସେଭ୍ ହେଲା। ତାପରେ ବିଫୋର ଡିଫାଇନିଂ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଆଉ କିଛି ଜିନିଷ ମୁଁ ଆଡ୍ କରିବି ଆ ଦେହରେ, କହିବି ତାକୁ ଭଲସେ ଶୁଣିବ ହେଲା, ଭଲସେ ଶୁଣିବ, ଯଦି ନ ବୁଝିଲା ମତେ ପଚାରିବ, ବଟ୍ ଡାଉଟ୍ ରଖିବନି ହେଲା। ଆମେ କଣ କଲେ ନା ଓପନ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଡିଫାଇନ୍ କଲେ, ତାକୁ କମ୍ପାନୀ କୋଡ ସହିତ ଆସାଇନ୍ ବି କଲେ, କଣ ପାଇଁ କଲେ, କାହିଁକି, କାହିଁକି ନା ଆମର ଯୋଉ ଓପନ ଆଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭେରିଏଣ୍ଟ ଅଛି ସେଇଟା ଦରକାର, କେତେବେଳେ ଦରକାର ନା while defining open close posting period, ଯେତେବେଳେ ଆମେ open close posting period କରିବା ସେଠି ଆମକୁ କଣ ଆମକୁ open and close posting period variant ଆମକୁ ଦରକାର, ସେଥିପାଇଁ ଆମେ ବନେଇଲେ, ଠିକ ଅଛି। SAP open and close posting period ଯେତେବେଳେ ଆମେ ଇୟର ଡିଫାଇନ୍ କରିବା, ଯେମିତି କି ମୁଁ ଏଠି କହିଲି 25-26 ଆମେ ଡିଫାଇନ୍ କରିବା, ଡିଫାଇନ୍ କଲା ବେଳକୁ ସିଏ ଏସଏବି କଣ କଲା ନା ଆମକୁ ଗୋଟେ କ୍ୱେଶ୍ଚିନ୍ ପଚାରିଲା, କଣ ପଚାରିଲା ନା ଗୋଟେ କ୍ୱେଶ୍ଚିନ୍ ପଚାରିଲା, ଏସଏବି କହିଲା, କହିଲା ଭାଇ ଠିକ ଅଛି ତମେ 1 to 12 ପିରିୟଡ଼ ଯୋଉ ଦେଇଛ ଉପରେ ଫିସ୍କାଲ ଇୟର ଭାରିଏଣ୍ଟ ରେ, ତା ଭିତରେ ପୋଷ୍ଟିଂ କରିବ ଠିକ ଅଛି, ଆଉ ତମେ 25-26 ବା 2025 ରୁ 2026 ଭିତରେ ଟ୍ରାନଜାକ୍ସନ କରିବ, ସେଇଟା ବି ଠିକ ଅଛି, ହେଲେ ମତେ କୁହ ଯେ ତମେ ଯୋଉ 1 ଏପ୍ରିଲ 2025 ରୁ 31 ମାର୍ଚ୍ଚ 2026 ଭିତରେ ଯୋଉ ପୋଷ୍ଟିଂ କରିବ, ତମେ କଣ କଣ ସବୁ ଟ୍ରାନଜାକ୍ସନ ବା କୋଉ ଟାଇପ ର ଟ୍ରାନଜାକ୍ସନ ତମେ ଏଣ୍ଟ୍ରି କରିବ, ଏଇଟା ଗୋଟେ ଗୁଡ କ୍ୱେଶ୍ଚିନ୍ ନା ବ୍ୟାଡ କ୍ୱେଶ୍ଚିନ୍ ଏସଏପି ଆମକୁ ପଚାରିଲା? obviously ଗୁଡ କ୍ୱେଶ୍ଚିନ୍, ତମେ ଯେତେବେଳେ କହିବ ଏସଏପି କୁ କି ଭାଇ ମୁଁ 1 ରୁ 12 ମାନେ 12ଟା ପିରିୟଡରେ ଟ୍ରାନଜାକ୍ସନ ପୋଷ୍ଟିଂ କରିବି, ଆଉ ଦ୍ୟାଟ ଇଜ from 2025 to 2026 means 1 year, ଗୋଟେ ଫିନାନ୍ସିଆଲ ଇୟର ଭିତରେ ତମେ ଟ୍ରାନଜାକ୍ସନ ପୋଷ୍ଟ କରିବ, ସେ ବି ତମକୁ ପଚାରିବନି, ଆରେ ଭାଇ ଟ୍ରାନଜାକ୍ସନ ତ କରିବୁ
କୋଉ ଟାଇପ ର ट्रांजैक्शन पोस्ट करिवु ସେଇଟା ବି ମତେ କହ। ତ ସେଥିପାଇଁ ଆମେ କଣ କରିବା ନା ଆମେ ଆକାଉंट टाइप ଆମେ एसएबी को प्रोवाइड କରିବା। मीन्स ओपन क्लोज पोस्टिंग पीरियड रे ଆମେ खाली कहीदबानी जे 2025 ରୁ 2026 ଆମେ एसएबी को जणेबा जे ଆମେ କୋଉ କୋଉ ଆକାଉंट टाइप ସବୁ ବା କୋଉ କୋଉ ट्रांजैक्शन टाइप को ଆକାଉंट टाइप को ଆମେ କୋଉ କୋଉ टाइप ର ट्रांजैक्शन पोस्ट କରିବା ସେଇଟା ବି ଆମେ एसएबी को जणेबा। ठीक अछि ସେଥିପାଇଁ ଆମର 5-6ଟା ଆକାଉंट टाइप ଅଛି ଏଠି ଦେଖ इंडिकेटर अच्छी 5टा ହେଲା ୟାକୁ ଦେଖ ହେଲା ଏଠି इंडिकेटर अच्छी ହେଲା ହେଲା ନା ଜାଣି ପାରୁନ रे ଜାଣି ହଉଛି ଟି ଏଠି କଣ ହବ ନା ସେ କହିଲା ଆମେ all account types plus use account indicator use करिवा plus A means asset D customer K vendor M material S GL accounts means ଆମେ ଏଠି କଣ କରିବା ନା ଆମେ ଏଠି GL accounts ର posting କରିବା material ର ବି posting କରିବା vendor ରୁ ଜିନିଷ କିଣିବା customer କୁ ଜିନିଷ sell କରିବା ଆମର କିଛି asset ର ବି transaction ହବ बाकी asset customer vendor material GL account या भितर जोड़ा किसी जदि एक्स्ट्रा जिनस हमको करार थिबा हमें प्लस रे सब गुडा को करिया हमें एसेट भी किना बिका करिवा हमें कस्टमर हमें हमर जहा बेस लाइन जहा भी आइटम थियो तो हमें सेल करिवा वेंडर टू जिनस भी किनिया मटेरियल भी किनिया जीएल अकाउंट भी पोस्टिंग करिया इनकम एक्सपेंडिचर ऑल दैट तो एडीकेएमएस रे जहा न होई परिबो ताको हमें कौन करिवा ना प्लस अकाउंट रे भी नबा ऑल अकाउंट टाइप रे भी नहीं कि हमें करिवा ହେଲା। तो बेसिकली हमें एई ट्रांजैक्शन सब कौन करिवा ना एई 2025 26 रे हमें कौन करिवा ट्रांजैक्शन एई सब ट्रांजैक्शन हमें करिवा सेटा भी हमें जणेबा। तबे जानी गलो कोन ना ईयर डिफाइन करिवा आउ ता सहित को को ट्रांजैक्शन टाइप रे हमें काम करिवा सेटा भी हमें एसबी को जणेबा। बट एई ए जो प्लस एडीकेएमएस अछि आको केमिति हम ईयर डिफाइन करिवा सेटा गले इठी जना पड़िबो नथिंग टू वरी मु एक्सप्लेन करिवि हला भल से देखिबो मु डिफाइन करिवि तमे देखिबो मु जहा कहबी सुनिबो जोट न बुझ परिबो मते पचारिबो हला। एट देखो ओपन क्लोज पोस्टिंग पीरियड हमें डिफाइन करिवा हला एटी कोन करिवो ना एग्जीक्यूट करिवो एग्जीक्यूट कला परे एठी तमरो न्यू एंट्री अछि न्यू एंट्री गले हम एठी पूरा बनै परिबा बट न्यू एंट्री रे करिवोनी हमर दरकार कोन प्लस दरकार एडीकेएमएस दरकार ना नै रे कोन दरकार प्लस दरकार एडीकेएमएस दर तो एठी कोन करिया प्लस ए डी के एम एस आको कोन करिया सिलेक्ट करिया कोन करिया सिलेक्ट करके एठी कॉपी ऑप्शन अछि कोन अछि कॉपी अछि कॉपी कर दबो कॉपी कर दबो मु तुमको कहिदिली जे भाई आमे जेतोले पोस्टिंग पीरियड बनेबा पोस्टिंग पीरियड वेरिएंट रा में हेल्प नबा कहार हेल्प नबा रे तो एठी देखो फास्ट रो वेरिएंट अछि कोन अछि फास्ट रो वेरिएंट ही अछि ना नहीं तो हमें फर्स्ट कौन करियो ना वेरिएंट चेंज करिया वेरिएंट हमर कोन ना कोका एबे जोटा बनेले ओपन क्लोज पोस्टिंग पीरियड वेरिएंट कोका जानि परलो ताको कौन करियो ना कॉपी करियो सबुथिरे सेम जिनस पुट करियो ए डी के एम एस सबुथिरे कौन करियो एंटर क्लिक करियो नहीं जो पर्यंत डाटा शीट न बनैछ ए शीट टा पूरा कंप्लीट जो पर्यंत न ହେଇଛି एंटर क्लिक करियो नहीं हैना
प्लस रे आमे ऑल अकाउंट टाइप नेले से कहला पीरियड वन मीन्स 1 अप्रैल 2025 ना जानी पारन रे 1 अप्रैल 2025 तो ये 2012 हबो ना 2025 हबो रे ऑब्वियसली 2025 हबो जदि गोटे रे 2025 हैला एठी कोन 2012 हबो कि ये सब 2025 हबो नहीं कंट्रोल डी ना कंट्रोल डी काम करबनी ओ शिट कंट्रोल डी ट्राई कर देली डाटा लॉक हो गला देखुछ ना डाटा लॉक हो गला एटा आउ थरे करिया कॉपी करियो एटा कोन करियो ओके हां एटी कोन करियो ना पेस्ट करलो एटी 2025 हेले एठी भी एठी कोन हबो 2026 नाइ रे ऑब्वियसली 12 नंबर पीरियड टा हमर कोठी 2025 रे पडियो ना 2026 इजाज जानी होची तार को सर 1 ରୁ 12 तो ठीक अछि हमर 25 26 हे गला तो सर 13 16 कोन 13 16 मीन्स 12 पाखरे हमर हमर पहुंचला बेलको हमर मार्च हे जइथिबो तमे 12 मास कोन करलो ना ट्रांजैक्शन करलो अकाउंट्स क्लोज करियो ना नहीं तो अकाउंट्स क्लोज करियो केतबेले 13 ରୁ 16 13 ରୁ 16 मीन्स 13 ରୁ 16 13 14 15 16 चारटा पीरियड रहिला एटा 12टा पीरियड रहिला 1 ରୁ 12 12टा पीरियड रहिला सेमति 13 16 चारिटा पीरियड हम बुक्स ऑफ अकाउंट क्लोज करिया जो थ्री कि हम ट्रायल बैलेंस शीट प्रॉफिट एंड लॉस ए सब बनाए बुक्स ऑफ अकाउंट क्लोज करी तो सेटा भी कौन करिवो ना चारिटा पीरियड जो रहिला को भी 25 26 डिफाइन करिवो हला को भी 25 20 कोन स्पेशल पीरियड तो कौन कोन रे एटा कोठी हमें डिफाइन करथिले ना जेतेबेले हमें फिस्कल ईयर वेरिएंट बनैतिले सेतेबेले हमें डिफाइन करथिले एप्रिल 13 16 मीन्स 12 गतिरे तो तमर 12टाଙ୍କ पीरियड सरी गला तापरे 13 14 15 16 चारिटा पीरियड कंजिक्यूटिवली मार्च रे सरला एप्रिल मे जून जुलाई 4 मास हमें हम हाथ रे रखिबा जोटा हमर स्पेशल पीरियड जुले हम बुक्स ऑफ अकाउंट क्लोज करिया कोन करिया बुक्स ऑफ अकाउंट क्लोज करिया क्लोज कले कोन हबो हमें बुक्स ऑफ अकाउंट क्लोज कले ही हमें ट्रायल बैलेंस शीट प्रॉफिट एंड लॉस ये सब बनी परिया हला तो आमे जो पीरियड रे ट्रांजैक्शन करिया सेही पीरियड रे तो हमें से पीरियड रे हमें तो बुक्स क्लोज करि परिबन ना तो आउ 4 मंथ्स हमें एक्स्ट्रा नबा जो थ्री के हमें कोन करिया ना बुक्स ऑफ अकाउंट्स क्लोज करिया ठीक अछि तो ये हला तमरो शीट पूरा रेडी हे गला फ्रॉम अकाउंट टू अकाउंट कौन
ନା ଏଇ ଯୋଉ ଏ ରହିଲା, ଏ ଇଣ୍ଡିକେଟର ଯୋଉ ଆକାଉଣ୍ଟ ଇଣ୍ଡିକେଟର ଆମର ଏ ରହିଲା, ହୁଁ, ଏ ରହିଲା ଯୋଉ ଆମର ଆକାଉଣ୍ଟ ଇଣ୍ଡିକେଟର, ଏଇ ଏ ରେ ଆମେ କଣ କରିବା, ଆମେ ଯେତେବେଳେ ଜିଏଲ ଆକାଉଣ୍ଟ ବନେଇବା, ଏ ହଉ ଡି ହଉ କେ ହଉ ଏମ ହଉ ଏସ୍ ହଉ ୱାଟ ଏଭର ଦ ଇଣ୍ଡିକେଟର ଇଟ୍ ଇଜ୍, ଆମେ ଯେତେବେଳେ ଜିଏଲ ବନେଇବା, ଆମେ ତ ଜିଏଲ ଏବେ ବନେଇନେ ନା, ଆମେ ସ୍ପେସିଫାଇ କରିନେ, ଜେଡ୍ 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 ନେଇଗଲେ ଆମେ କୋଉ ଆକାଉଣ୍ଟରୁ କୋଉ ଆକାଉଣ୍ଟ ଯାଏ ଆମେ ଆସେଟ୍ ଦବା, କୋଉ ଆକାଉଣ୍ଟରୁ କୋଉ ଆକାଉଣ୍ଟ ଯାଏ ଆମେ କଷ୍ଟମରର ଆକାଉଣ୍ଟ ନବା, କୋଉଠୁ କୋଉ ଯାଏ ଆମେ ଭେଣ୍ଡର ଆକାଉଣ୍ଟ ନବା, ଆମେ ଆମେ କିଛି ଡିଫାଇନ୍ କରିନେବା, ଆମର କିଛି ସଟନ୍ ନାହିଁ, ଅନସଟନ୍ ଅଛି, ମାନେ ଜେଡ୍ ଜେଡ୍ ନେଇଗଲେ ଏସେ ବି ବୁଝିଯିବ ଯେ ଗୋଟେ ପର୍ଟିକୁଲାର ନମ୍ବରରେ ସ୍ପେସିଫିକ୍ ଆସେଟ୍ର ହବ, ଆଉ କଷ୍ଟମର ଭେଣ୍ଡର ୱାଟ ଏଭର ଜିଏଲ୍ ଆକାଉଣ୍ଟ ତମେ ଏଠି କରିବ, ଏଣ୍ଟର କରିବ। ଏଣ୍ଟର କଲା ପରେ ସେ ଲେଖିବ ଏଠି ନମ୍ବର ଅଫ ଏଣ୍ଟ୍ରିଜ କପିଡ୍ 6, ଏଠି ଖାଲି କପି କରିଥିଲେ ବୋଲି ସେ କହିଲା, ବଟ୍ ଏଯାଏ ସେଭ୍ ହେଇନି, ତ ଏଠି କଣ କରିବ ନା ଆଉଥରେ ସେଭ୍ କରିବ, ସେଭ୍ କଲେ ଏଠି ଓନ୍ ରିକ୍ୱେଷ୍ଟରେ ଯିବ କୋକାକୋଲା ଲିମିଟେଡ୍ ଦେଇକି ତମର ସେଭ୍ କରିବ ହେଲା, ତାପରେ ଏଠି ଲେଖିବ ଡାଟା ୱାଜ୍ ସେଭ୍ଡ, ଡାଟା ସେଭ୍ ଲେଖିଲେ ଇଟ୍ ମିନ୍ସ ଏଥର ଆମର ସେଭ୍ ହେଇ ଗଲା, ଜାଣିପାରିଲ ଏବେ ଫିସ୍କାଲ ଇୟର ଭ୍ୟାରିଏଣ୍ଟ ସରି ଆମର ପୋଷ୍ଟିଂ ପିରିୟଡ଼ ଭେରିଏଣ୍ଟ ଟା କେମିତି ହେଲ୍ପ କରୁଛି ପୋଷ୍ଟିଂ ପିରିୟଡ଼ ବନେଇଲା ବେଳେ। ଯଦି ଆମେ ଓପନ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭେରିଏଣ୍ଟ ନ ବନେଇଥାନ୍ତେ, ତାହେଲେ ଆମେ କଣ ଏଠି ପୋଷ୍ଟିଂ ପିରିୟଡ଼ ବନେଇ ପାରିଥାନ୍ତେ କି ଇଜାଜ? ଯଦି ଆମେ ଓପନ ଏଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ଭେରିଏଣ୍ଟ ନ ବନେଇଥାନ୍ତେ, ତାହେଲେ ଆମେ କଣ ଓପନ ଏଣ୍ଡ କ୍ଲୋଜ ପୋଷ୍ଟିଂ ପିରିୟଡ଼ ବନେଇ ପାରିଥାନ୍ତେ କି? ବନେଇ ପାରି ନଥାନ୍ତେ। ୱାଇ? ବିକଜ ଏଇଠି ତ ସେ ଭ୍ୟାରିଏଣ୍ଟ ମାଗୁଛି ନା ଏଠି, ତ ତମେ ଭ୍ୟାରିଏଣ୍ଟ ନ ବନେଇଲେ କେମିତି ବନେଇବ ହେଲା, ତ ଏହାକୁ ଭିଡିଓ ରିପିଟେଡଲି ତମେ, ତମକୁ ଯୋଉ ଭିଡିଓ ସେୟାର କରୁଛି ହେଲା କି ସେଥିରେ ଏସଏପି ନଥାଉ, ବଟ୍ ତାକୁ ରିପିଟେଡଲି ଗୋଟେ ଥର ଦିଥର ତାକୁ ରିଭାଇଜ, ମୁଭି ଦେଖୁଛ ଯେମିତି ଗୋଟେ ଥର ଦିଥର, ସେମିତି ୟାକୁ ବି ଗୋଟେ ଥର ଦିଥର ଦେଖ, ଯଦି କ୍ଲାରିଟି ନ ମିଳୁଛି ତ ହେଲା। ଭିଡିଓ ଭିଡିଓ ଆସିବ, ନଥିଙ୍ଗ ଟୁ, ଏତିକି ବୁଝିପାରିଲ ତ? ହୁଁ? ନା ଜାଣି ହେଲାନି ରେ? ହୁଁ, ତ ଆଜି ପାଇଁ ଏତିକି ଥାଉ, ନା ଆଉ ଟିକେ ପଢେଇଦେବି?